ପୂର୍ବରୁ ଆମେମାନେ ଅଲରେଡ଼ି ଦେଖି ସାରିଛେ ମୋଗଲ ଯୁଗ ସମ୍ପର୍କରେ। ବର୍ତ୍ତମାନ ଆମେମାନେ ଦେଖିବା ଯେ ସୁଲତାନି ଶାସନ ସମ୍ପର୍କରେ। ଦିଲ୍ଲୀରେ ସୁଲତାନି ଶାସନ ବ୍ୟବସ୍ଥା ଅର୍ଥାତ୍ ସୁଲତାନ ମାନେ କ'ଣ କରିଥିଲେ, ଦିଲ୍ଲୀକୁ ଅଧିକାର କରିଥିଲେ, ସେଠାରେ ତାଙ୍କର ଶାସନ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିଲ୍ଲୀରେ ସୁଲତାନି ଶାସନରେ ରାଷ୍ଟ୍ରର ସ୍ୱରୂପ କିପରି ଥିଲା, ତା'ର ସାମାଜିକ ବ୍ୟବସ୍ଥା ହେଲା କି ନାରୀର ସ୍ଥିତି ହେଲା, ଏହି ସମ୍ପର୍କରେ ଆମେମାନେ ଦେଖିବା। ତା'ର ରାଷ୍ଟ୍ରର ସ୍ୱରୂପ, ତା'ର ରୂପ କିପରି ଥିଲା ଏବଂ ସମାଜରେ କ'ଣ କ'ଣ ପ୍ରଚଳିତ ଥିଲା, କ'ଣ କ'ଣ ନଥିଲା, କିଭଳି ବ୍ୟବସ୍ଥା ରହିଥିଲା ଏବଂ ନାରୀମାନଙ୍କର ସ୍ଥିତି କିପରି ଥିଲା, ନିମ୍ନରେ ଥିଲା ନା ଉର୍ଦ୍ଧ୍ୱରେ ଥିଲା। ଏହି ଦିଲ୍ଲୀରେ ସୁଲତାନି ଶାସନ ବ୍ୟବସ୍ଥା 1206ରୁ 1526 ମଧ୍ୟରେ ଗଢ଼ି ଉଠିଥିଲା, ଯାହାକି 320 ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ଆରବ ଦେଶର ସେନାଧ୍ୟକ୍ଷ ମହମ୍ମଦ ବିନ୍ କାସିମ୍ ଭାରତର ସିନ୍ଧୁ ପ୍ରଦେଶର ରାଜା ଦାହିରକୁ ପରାସ୍ତ କରିଥିଲେ ଏବଂ ନିହତ କରିଥିଲେ। କେବେ ନିହତ ହୋଇଥିଲେ? 712 ସେ ନିହତ ହୋଇଥିଲେ। ଏହା ଥିଲା ଭାରତ ଉପମହାଦେଶ ଉପରେ ପ୍ରଥମ ବିଧିବଦ୍ଧ ମୁସଲମାନଙ୍କର ସାମରିକ ଆକ୍ରମଣ। କାହାର ନା ମହମ୍ମଦ ବିନ୍ କାସିମ୍ ସର୍ବପ୍ରଥମେ ଆକ୍ରମଣ କରିଥିଲେ, ଯାହା ଥିଲା ମୁସଲମାନମାନଙ୍କର ସର୍ବପ୍ରଥମ ଆକ୍ରମଣ। ଭାରତ ଇତିହାସର ଏକ ନୂତନ ଅବଧିର ପ୍ରାରମ୍ଭ ଆମେ କହିପାରିବା। ଏହି ସମୟରେ କ'ଣ ହେଇଛି ନା ଆରବ, ତୁର୍କ, ଆଫଗାନ, ମଙ୍ଗୋଲ ଆକ୍ରମଣ ଦ୍ୱାରା ସୃଷ୍ଟି ହେଇଛି ଧୀରେ 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 ଧୀରେ। ଏ କ୍ରମରେ ଅଛନ୍ତି ଗଜନୀର ମାମୁଦ ଠାରୁ ଆରମ୍ଭ କରି ଶାହାବୁଦ୍ଦିନ ମହମ୍ମଦ ଘୋରୀ ପର୍ଯ୍ୟନ୍ତ। 1192ରେ ତିରୋରୀ ଯୁଦ୍ଧ ହୋଇଥିଲା, ଯାହାକି ପୃଥ୍ୱୀରାଜ ଚୌହାନ ଏବଂ ମହମ୍ମଦ ଘୋରୀଙ୍କ ସହ ହୋଇଥିଲା। 1191ରେ ଗୋଟିଏ ହେଇଥିଲା, ଯେଉଁଥିରେ କି ମହମ୍ମଦ ଘୋରୀ ପରାସ୍ତ ହୋଇଥିଲେ ଏବଂ ପୃଥ୍ୱୀରାଜ ଚୌହାନ ବିଜୟ କରିଥିଲେ। ଏବଂ ସେକେଣ୍ଡ ତିରୋରୀ ଯୁଦ୍ଧରେ କ'ଣ ହେଇଥିଲା ନା ପୃଥ୍ୱୀରାଜ ଚୌହାନ ପରାସ୍ତ ହୋଇଥିଲେ ଏବଂ ମହମ୍ମଦ ଘୋରୀ ବିଜୟ ଲାଭ କରିଥିଲେ ଏବଂ ଭାରତକୁ ନିଜ ଅଧୀନରେ ଆଣିଥିଲେ। ମହମ୍ମଦ ଘୋରୀଙ୍କ ମୃତ୍ୟୁ ପରେ ଭାରତର ଦାୟିତ୍ୱରେ ରାଜାଙ୍କର ପ୍ରତିନିଧି ଯିଏ ଥିଲେ ତାଙ୍କର ସେନାଧ୍ୟକ୍ଷ କୁତବୁଦ୍ଦିନ ଆଇବାକ, ଯିଏକି ଦାସ ବଂଶର ଥିଲେ। ତେଣୁ ସେ ଗୋଟେ ସାମ୍ରାଜ୍ୟ ତ ଆମେ କହିପାରିବା, ଗୋଟେ କୁତବୁଦ୍ଦିନ ଆଇବାକ 1206 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀରେ ପ୍ରଥମ ସୁଲତାନ ହୋଇଥିଲେ ଏବଂ ସେ ତାଙ୍କଠାରୁ ହିଁ ସୁଲତାନ ଶାସନର ଆରମ୍ଭ ଆମେ କହିପାରିବା। ଏ ସମସ୍ତ ଘଟଣା ଭାରତ ଇତିହାସର ଏକ ଉଲ୍ଲେଖନୀୟ ମୋଡ଼ ନେଇଥିଲା ଓ ଭାରତର ଭବିଷ୍ୟତ ରାଜନୈତିକ ଭାଗ୍ୟ ନିରୂପଣ କଲା। 1206ରୁ 1526 ମଧ୍ୟରେ 320 ବର୍ଷ ଧରି ତୁର୍କ, ଆଫଗାନ, ମୁସଲମାନ ଶାସକମାନେ ଦାସ, ଖିଲଜି, ତୁଗଲକ, ସୟଦ ଏବଂ ଲୋଦୀ ବଂଶର ସୁଲତାନି ରାଜଧାନୀ ଦିଲ୍ଲୀକୁ ଶାସନ କରିଥିଲେ। 1206ରୁ 1526 ମଧ୍ୟରେ 320 ବର୍ଷ ଶାସନ କରିଥିଲେ ମୁସଲମାନ ସୁଲତାନୀମାନେ, ଯାହାକି ଦାସ, ଖିଲଜି, ତୁଗଲକ, ସୟଦ ଏବଂ ଲୋଦୀ ବଂଶର ଶାସକମାନେ ଶାସନ କରିଥିଲେ। ଏହିସବୁ ଶାସକମାନେ ଦିଲ୍ଲୀ ସୁଲତାନି ଶାସନ କାଳ ଦିଲ୍ଲୀ ସୁଲତାନ ରାଜତ୍ୱ ବୋଲି କୁହାଯାଏ। ଏହି ଶାସନ କାଳର ସମୟକୁ ଦିଲ୍ଲୀ ସୁଲତାନି ଶାସନ କାଳ ବା ଦିଲ୍ଲୀ ସୁଲତାନ ରାଜତ୍ୱ ବୋଲି ମଧ୍ୟ କୁହାଯାଇଥାଏ। ଦିଲ୍ଲୀର ସୁଲତାନି ଶାସନର ରାଷ୍ଟ୍ରର ସ୍ୱରୂପ କିପରି ଥିଲା, ତା'ର ରାଷ୍ଟ୍ରର ସ୍ୱରୂପ କିପରି ଥିଲା, ତା'ର ଷ୍ଟ୍ରକ୍ଚର କିପରି ଥିଲା। ତ ଦିଲ୍ଲୀରେ ସୁଲତାନି ଶାସନ ସ୍ଥାପନ ପରେ, ଯେତେବେଳେ ସୁଲତାନି ଶାସନ ସ୍ଥାପନ କରାଗଲା 1206ରେ କୁତବୁଦ୍ଦିନ ଆଇବାକ ପ୍ରଥମ ସୁଲତାନ ହେଲେ। ସ୍ଥାପନ ପରେ ମୁସଲମାନ ଶାସକମାନେ ନୂତନ ଅଞ୍ଚଳ ଜୟ କରି ନିଜ ସାମ୍ରାଜ୍ୟ ମିଶାଇବାରେ ଲାଗିଲେ। ଧୀରେ ଧୀରେ ସେମାନେ ସାମ୍ରାଜ୍ୟକୁ ବୃଦ୍ଧି କରିବାରେ ଲାଗିଲେ, ସାମ୍ରାଜ୍ୟବାଦ କଲେ। ଦୁଇଟି ପ୍ରତିଷ୍ଠିତ ସାଂସ୍କୃତିକ ଗୋଷ୍ଠୀ ଯେତେବେଳେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଲେ, ଫଳସ୍ୱରୂପ
ପରିମାଣ ଆଗ୍ରହ ଆକର୍ଷଣକାରୀ ଓ ସମୟ ସମୟରେ ଅପ୍ରତ୍ୟାଶୀ ଗମ୍ଭୀର ପରିବର୍ତ୍ତନ ସାମାଜିକ ରାଜନୈତିକ ଅର୍ଥନୈତିକ ସାଂସ୍କୃତିକ କ୍ଷେତ୍ରରେ ଦେଖାଦେଲା। ଦୁଇ ସଂସ୍କୃତିର ଭେଟରେ ସମ୍ମୁଖ ଯୁଦ୍ଧ ପ୍ରତିରୋଧ ସାମ୍ପ୍ରଦାୟିକତା ଦେଖାଦେଲା। କିନ୍ତୁ ଅନେକ ଗୁଡ଼ିଏ ସାମ୍ପ୍ରଦାୟିକତା ଯୁଦ୍ଧ ଦେଖାଦେଲା, ପ୍ରତିରୋଧ ଦେଖାଦେଲା। ତାହା ସହ ସାମ୍ପ୍ରତିକ ସଦ୍ଭାବନା ସମନ୍ୱୟ ମିଳନ ପରିବେଶମୟ ମଧ୍ୟ ଚିନ୍ତାଧାରା ମତିଗତିର ମଧ୍ୟ ସଠିକ୍ ଅଗ୍ରଗତି ହେଲା। ଯେଉଁଠାରେ ଯୁଦ୍ଧ ପ୍ରତିରୋଧ ସାମ୍ପ୍ରଦାୟିକତା ପୁଣି ଦେଖାଗଲା, ପୁଣି ସେଠାରେ ସଦ୍ଭାବ ସମନ୍ୱୟ ମିଳନର ପରିବେଶ ମଧ୍ୟ ଦେଖାଦେଲା। ସୁଲତାନମାନଙ୍କ ପାଇଁ ନୂତନ ଭାବେ ଜୟ କରିଥିବା ରାଜ୍ୟ ଓ ଅଞ୍ଚଳରେ ନିଜର ପ୍ରଭୁତ୍ୱ ଓ ପ୍ରଶାସନ ଦୃଢ଼ କରିବା ଓ ବାନ୍ଧି ରଖିବା ଏତେ ସହଜ ନଥିଲା। କାହିଁକିନା ସେମାନେ ନୂତନ ଭାବରେ ଆସିଥିଲେ, କିଛି ସାଂସ୍କୃତିକ ସାମାଜିକ ଚାଲିଚଳଣିକୁ ସେମାନେ ଜାଣିନଥିଲେ। ସେମାନେ ବିଦେଶୀ ଥିଲେ ଓ ଭାରତ ଶାସନ ପ୍ରଣାଳୀ ତାଙ୍କ ପାଇଁ ଅନଭିଜ୍ଞ ଥିଲା। ତାଙ୍କର ପରମ୍ପରାରେ ସେମାନେ ଜାଣିନଥିଲେ, ଶାସନ ପ୍ରଣାଳୀ ଜାଣିନଥିଲେ, ତାଙ୍କ ପାଇଁ ଅନଭିଜ୍ଞ ଥିଲା। ସେମାନେ ଅନେକ ଗୁଡ଼ିଏ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତଥା ତାର ସମାଧାନ ମଧ୍ୟ କରିବାକୁ ପଡ଼ିଥିଲା। ଏହିଭଳି ଭାବରେ ଆମୂଳଚୂଳ ପରିବର୍ତ୍ତନ ସମ୍ଭବ ନଥିଲା ବା ପସିବୁଲ୍ ନଥିଲା ଆମେ କହିପାରିବା। ସେଇଥିପାଇଁ କ'ଣ କରିଥିଲେ, ଭାରତ ପ୍ରଚଳିତ ଶାସନ କଳା ଓ ବ୍ୟବହାରିକ କାର୍ଯ୍ୟପ୍ରଣାଳୀରେ ବିଶେଷ ପରିବର୍ତ୍ତନ ଆଣିଥିଲେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଆଣିଥିଲେ କମ୍ ପରିବର୍ତ୍ତନ ଆଣିଥିଲେ। ଇସଲାମ ଧର୍ମର ପ୍ରଚଳିତ ଅନୁଷ୍ଠାନ ଗୁଡ଼ିକର ଭାରତରେ ଉପସ୍ଥାପନ ଆରମ୍ଭ କରିଥିଲେ। ଇସଲାମ ଧର୍ମ ପ୍ରଚଳନ ପାଇଁ ଅନେକ ଗୁଡ଼ିଏ ଅନୁଷ୍ଠାନ ଗୁଡ଼ିକ ସେମାନେ ଖୋଲିଥିଲେ। ଭାରତର ସୁଲତାନ ମାନେ ମୁସଲମାନ ଥିଲେ। ଯେଉଁ ସୁଲତାନ ମାନେ ଥିଲେ ସେମାନେ କ'ଣ ଥିଲେ, ମୁସଲିମ ଥିଲେ। ତେଣୁ ଶାସନ ମୁଖ୍ୟ ରୂପେ ସେମାନେ କ'ଣ କରୁଥିଲେ, ଖଲିଫାଙ୍କ ସ୍ୱୀକୃତିରେ ହିଁ ସେମାନେ କ'ଣ କରୁଥିଲେ, ଶାସନ କରୁଥିଲେ ସୁଲତାନ ମାନେ। ସେଥିପାଇଁ ସୁଲତାନୀ ଶାସନର ପ୍ରାରମ୍ଭ କାଳରେ ସେମାନେ ଖଲିଫାଙ୍କ ଖୁତବା ପଢ଼ୁଥିଲେ। ଯେହେତୁ ଖୁତବାଙ୍କ ସ୍ୱୀକୃତିରେ ହିଁ ସେମାନେ ସୁଲତାନ ହେଉଥିଲେ, ସେଥିପାଇଁ ସେମାନେ ପ୍ରଥମେ ଖୁତବା ପଢ଼ୁଥିଲେ। ଖଲିଫା ସେମାନଙ୍କୁ ସୁଲତାନ ରୂପରେ ସ୍ୱୀକାର କରିଥିଲେ, ତାପରେ ଯାଇ ସେମାନେ ସୁଲତାନ ହେଉଥିଲେ। ତାହା ସତ୍ତ୍ୱେ ଦିଲ୍ଲୀ ସୁଲତାନ ଶାସନ ବ୍ୟବସ୍ଥାର ମୌଳିକ ଚରିତ୍ର ସମ୍ପୂର୍ଣ୍ଣ ଇସଲାମୀୟ ଧର୍ମତତ୍ତ୍ୱ ଉପରେ କେବେ ବି ଆଧାରିତ ନଥିବାର ପ୍ରମାଣ ମିଳେ। ସୁଲତାନ ଶାସନ ବ୍ୟବସ୍ଥାର ମେରୁଦଣ୍ଡ କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର ରାଜସ୍ୱ ପ୍ରଣାଳୀ ଓ ତା'ର ମୁଖ୍ୟ ଅନୁଷ୍ଠାନ ଥିଲା ଇକ୍ତା। ତମାନଙ୍କର କ୍ୱେଶ୍ଚିନ୍ ଆସେ, ସୁଲତାନ ଶାସନ ବ୍ୟବସ୍ଥାର ମେରୁଦଣ୍ଡ କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର ରାଜସ୍ୱ ପ୍ରଣାଳୀ ଓ ତା'ର ମୁଖ୍ୟ ଅନୁଷ୍ଠାନ ହେଲା ଇକ୍ତା। କେନ୍ଦ୍ର ଓ ପ୍ରାଦେଶିକ ଶାସନର ରାଜସ୍ୱ ଓ ତା'ର ମୁଖ୍ୟ ଅନୁଷ୍ଠାନ କ'ଣ, ଇକ୍ତା ବ୍ୟବସ୍ଥାରେ ଅନୁଷ୍ଠାନ ହେଲା ଇକ୍ତା। ଇସଲାମ ଧର୍ମ ଓ ତା'ର ପ୍ରତିଷ୍ଠାତା କିଏ ଥିଲେ ନା ପ୍ରଫେଟ୍ ମହମ୍ମଦ ଥିଲେ, ଯିଏକି ମୃତ୍ୟୁ କରିଥିଲେ 662 ଖ୍ରୀଷ୍ଟାବ୍ଦରେ। ଖଲିଫା ପଦ ଅନୁଷ୍ଠାନ ଆରମ୍ଭ ହେଲା ଇସଲାମୀୟ ଧର୍ମ ବ୍ୟବସ୍ଥା। ତାଙ୍କର ମୃତ୍ୟୁ ପରେ ଖଲିଫା ପଦ ଆରମ୍ଭ ହେଲା ଏବଂ ଅନୁଷ୍ଠାନ ଆରମ୍ଭ ହେଲା ତାଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ। ଖଲିଫାଙ୍କୁ ଇସଲାମ ଧର୍ମର ଅଭିଭାବକ, ଯାହାକୁ ଆମେ ପିତାମାତା ବୋଲି ମଧ୍ୟ କହିପାରିବା। ରାଜନୈତିକ ବ୍ୟବସ୍ଥାର ପାଲକ ଓ ବିଶ୍ୱର ସମସ୍ତ ମୁସଲମାନ ଗୋଷ୍ଠୀ ମୁଖ୍ୟ ବୋଲି ପରମ୍ପରା ସୃଷ୍ଟି ହେଲା। ଆରମ୍ଭରେ କ'ଣ ହେଇଥିଲା, କେନ୍ଦ୍ରୀୟ ଖଲିଫା ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ବିଭାଜିତ ହୋଇ 3ଟି କେନ୍ଦ୍ର ସୃଷ୍ଟି ହେଲା। ଉମାଦୀୟ ଖଲିଫା, ଫାତିମିଦ ଖଲିଫା ଏବଂ ବାଗଦାଦ, ଯାହା ତୃତୀୟ ଖଲିଫା ରହିଥିଲେ, ଯାହାକି ବାଗଦାଦ ଅଞ୍ଚଳ। ଏମାନଙ୍କ ମଧ୍ୟରେ ବାଗଦାଦ ଖଲିଫା ସର୍ବପୁରାତନ ଖଲିଫା ଅଟେ। କେଉଁ କେଉଁ ଖଲିଫା? 3ଟି ଥିଲା, ଉମାୟଦ, ଫାତିମାଦ ଏବଂ ତୃତୀୟ ଖଲିଫା, ଯାହାକି ବାଗଦାଦ ଅଞ୍ଚଳରେ ରହିଥିଲା। ଏହି ବାଗଦାଦ ଅଞ୍ଚଳରେ ଥିବା ଖଲିଫା ସର୍ବପୁରାତନ ଖଲିଫା ଭାବରେ ପରିଚିତ, ଯାହାକି ମୂଳ କେନ୍ଦ୍ର ଥିଲା ଏହି ବ୍ୟବସ୍ଥାର। ପ୍ରତ୍ୟେକ ଖଲିଫା ସ୍ୱତନ୍ତ୍ର ଭାବରେ ମୁସଲମାନମାନେ ସେମାନଙ୍କର ଅନୁଗତ ବୋଲି ଅଧିକାର ଦାବି କରୁଥିଲେ। ଇସଲାମ ଧର୍ମ ଓ ରାଜ୍ୟ ସ୍ଥାପନ ପ୍ରାରମ୍ଭରେ ସ୍ୱାଧୀନ ସୁଲତାନ ପଦବୀ ଇସଲାମୀୟ ଜଗତରେ ସ୍ୱୀକାର୍ଯ୍ୟ ନଥିଲା। ତ ଇସଲାମୀୟ ରାଜ୍ୟ ସ୍ଥାପନ ପ୍ରାରମ୍ଭରେ ସୁଲତାନ ପଦବୀ ଇସଲାମୀୟ ଜଗତରେ ନଥିଲା, ପରବର୍ତ୍ତୀ ସମୟରେ ଏହା ସୃଷ୍ଟି ହୋଇଛି।
ଖଲିଫା ବ୍ୟବସ୍ଥାର ବିଘଟନ ପରେ ଅନେକ ବଂଶର ମୁଖ୍ୟ ମାନେ ନିଜର ପ୍ରଭାବ ଥିବା ଅଞ୍ଚଳରେ ଛୋଟ ଛୋଟ ରାଜ୍ୟ ସ୍ଥାପନ କଲେ। ଯେତେବେଳେ ଖଲିଫାର ବିଘଟନ ହେଇଛି ତ ଅନେକ ବଂଶର ମୁଖ୍ୟ ମାନେ କ'ଣ କଲେ ନା ସେମାନେ ଛୋଟ ଛୋଟ ରାଜ୍ୟ ସ୍ଥାପନ କରି ବସିଲେ। ତାହା ମଧ୍ୟରୁ ଗଜନୀ ରାଜ୍ୟ ଗୋଟିଏ ହେଲା। ଯେ ମାମୁଦ କଥା ଯଦି କହିବା, ସୈଦ୍ଧାନ୍ତିକ ରୂପରେ କୌଣସି ମୁସଲମାନ ଖଲିଫାଙ୍କ ସ୍ୱୀକୃତି ବିନା ନିଜର ସ୍ୱତନ୍ତ୍ର ରାଜ୍ୟ ସ୍ଥାପନ କରିପାରିବେ ନାହିଁ ଓ ଖଲିଫାଙ୍କ ସ୍ୱୀକୃତି ବିନା ସ୍ଥାପିତ ରାଜ୍ୟକୁ ଇସଲାମୀୟ ଧର୍ମର ଅନୁଗତମାନେ ବିଧି ସଙ୍ଗତ ବୋଲି ମଧ୍ୟ ମାନିବେ ନାହିଁ। ଅର୍ଥାତ୍ ବିନା ଖଲିଫାଙ୍କ ସ୍ୱୀକୃତିରେ କୌଣସି ରାଜ୍ୟ ହୋଇପାରିବ ନାହିଁ। ତାଙ୍କୁ ସ୍ୱୀକୃତି ତାହା ବିଧିର ସଙ୍ଗତ ବା ରୁଲ୍ ବାହାରେ ଆମେ କହିପାରିବା। ଏ ସମସ୍ତ ସତ୍ତ୍ୱେ ଏହା ସତ୍ୟ ଯେ ଖଲିଫା ବ୍ୟବସ୍ଥାର ବିଘଟନ ପରେ ଖଲିଫାଙ୍କ ସ୍ୱୀକୃତି ଓ ଅନୁମତି କେବଳ ଔପଚାରିକ ଥିଲା ଏବଂ ସହଜରେ ପ୍ରୟୋଜନ ବୋଲି ଘୋଷଣା କରି ହେଉଥିଲା। ନିଜକୁ ସ୍ୱାଧୀନ ବୋଲି ଘୋଷଣା କଲେ ମଧ୍ୟ ଖଲିଫା କୌଣସି ବିଶେଷ ଦଣ୍ଡର ବ୍ୟବସ୍ଥା କରିପାରୁନଥିଲେ। ସୁଲତାନି ଶାସନ ପୂର୍ବରୁ କ'ଣ ହେଇଥିଲା, ଭାରତରେ ପ୍ରଚଳିତ ବହୁ କେନ୍ଦ୍ରୀୟ ରାଜତନ୍ତ୍ର ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏକକେନ୍ଦ୍ରିକ ଶାସନ ବ୍ୟବସ୍ଥାର ପ୍ରାରମ୍ଭ ହେଲା। ତ ଅନେକ ଗୁଡ଼ିଏ ରାଜ୍ୟ ଥିଲା, ଅନେକ ଗୁଡ଼ିଏ ରାଜ୍ୟରେ ଛୋଟ ଛୋଟ ରାଜ୍ୟର ରାଜାମାନେ ଶାସନ କରୁଥିଲେ। ସେହି ରାଜାମାନଙ୍କୁ କିଏ କଣ୍ଟ୍ରୋଲ କଲେ ନା ସେଣ୍ଟ୍ରାଲରେ ସୁଲତାନ ମାନେ କଣ୍ଟ୍ରୋଲ କଲେ, ସମସ୍ତଙ୍କୁ ପରାସ୍ତ କରି। ଆଞ୍ଚଳିକ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଲା। ପୂର୍ବ ବ୍ୟବସ୍ଥାରେ ଆଞ୍ଚଳିକ ରାଜ୍ୟର ମୁଖ୍ୟ ବା ସାମନ୍ତ, ଆଞ୍ଚଳିକ ରାଜ୍ୟର ମୁଖ୍ୟକୁ କ'ଣ କୁହାଯାଉଥିଲା ନା ସାମନ୍ତ, ରାୟ, ରଣା, ଠାକୁର ଏମାନେ ଆଞ୍ଚଳିକର ମୁଖ୍ୟ ଥିଲେ। ଜମି ମାଲିକାନା ସ୍ଥାୟୀ ଥିଲା ତାଙ୍କ। କିନ୍ତୁ ନୂତନ ଆଞ୍ଚଳିକତା ବା ଇକ୍ତା ପ୍ରାଦେଶ, ଇକ୍ତାକୁ କ'ଣ ପ୍ରଦେଶ ବୋଲି କୁହାଯାଏ। ଇକ୍ତା, ଆଞ୍ଚଳିକ ଇକ୍ତା ବା ପ୍ରଦେଶ ରାଜସ୍ୱ, ଆଞ୍ଚଳିକ ଇକ୍ତା ବା ପ୍ରଦେଶ ରାଜସ୍ୱ ବୋଲି ମଧ୍ୟ କୁହାଯାଇଥାଏ। ଆଦଳରେ ସୁଲତାନମାନଙ୍କ ପ୍ରତିନିଧି ରୂପେ ଜଣେ ମୁଫ୍ତି ବା ଇକ୍ତାଦାର ଥିଲେ। ସୁଲତାନଙ୍କ ପ୍ରତିନିଧିକୁ କ'ଣ ହେଉଥିଲା ନା ମୁଫ୍ତି ବା ଇକ୍ତାଦାର, ଯିଏକି ପ୍ରାଦେଶିକ ରାଜସ୍ୱ ଆଦାୟ କରୁଥିଲା। ପ୍ରାଦେଶିକ ରାଜସ୍ୱ ଆଦାୟରେ ସୁଲତାନ ପ୍ରତିନିଧି କାହାକୁ କରୁଥିଲେ ନା ମୁଫ୍ତି ବା ଇକ୍ତାଦାର। ତାଙ୍କର ଜମି ମାଲିକାନା ନଥିଲା, ତାଙ୍କର ମାଲିକାନା ରହୁନଥିଲା, କିନ୍ତୁ ନିୟମିତ ବ୍ୟବସ୍ଥାରେ ଗୋଟିଏ ଇକ୍ତାରୁ ଅନ୍ୟ ଇକ୍ତାକୁ ବଦଳି ବ୍ୟବସ୍ଥା ଥିଲା ଏହି ମୁଫ୍ତି ବା ଇକ୍ତାଦାରଙ୍କର। ମୁଫ୍ତି ମାନେ କ'ଣ କରୁଥିଲେ, ଏହି ମୁଫ୍ତିମାନେ କ'ଣ କରୁଥିଲେ ନା କେନ୍ଦ୍ର ଶାସନ ଉପରେ ନିର୍ଭର କରିବାକୁ ମଧ୍ୟ ବାଧ୍ୟ ହେଲେ। ସେମାନେ ସେଣ୍ଟର ଉପରେ ପୁରାପୁରି ନିର୍ଭର ଥିଲେ। ରାଜସ୍ୱ ଆଦାୟ ମଧ୍ୟ ସହଜ ହେଲା। ସ୍ଥାନୀୟ ରଣା ହେଲା, ରାୟ ହେଲା, ସମସ୍ତଙ୍କୁ ପରାସ୍ତ କରି ଉତ୍ତର ଭାରତରେ ମୁସଲମାନମାନେ ରାଜ୍ୟ ସ୍ଥାପନ କରି ନୂତନ ଶାସକ ହୋଇଥିଲେ। ସେମାନେ ଯାହା ଉପରେ ଶାସନ କଲେ ସେମାନେ ସ୍ଥାନୀୟ ଲୋକଙ୍କ ଜନସଂଖ୍ୟା ତୁଳନାରେ ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ, ଅର୍ଥାତ୍ ବହୁତ କମ୍। ଦ୍ୱିତୀୟତଃ ନୂତନ ଶାସକଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନଥିଲା। ଯେହେତୁ ତାଙ୍କ ପାଖରେ ଏତେ ରିସୋର୍ସ ନଥିଲା, ତେଣୁ ସେମାନେ ଭାରତ ସମ୍ପଦ ଉପରେ ନିଜର ନିୟନ୍ତ୍ରଣ ଜରିଏ ଅନିବାର୍ଯ୍ୟ ବୋଲି କହିଲେ। ତାଙ୍କ ପାଖରେ ସେତେ ସୋର୍ସ ନଥିଲା, ତେଣୁ ସେମାନେ ତାକୁ ଆମ ଦେଶକୁ କ୍ୟାପଚର କରି ବା ତାଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିଲା। ତାପରେ ଆମେମାନେ ଦେଖିବା ସାରିୟତ ବା ଇସଲାମ ଧର୍ମର ନିୟମ ସମ୍ପର୍କରେ। ସୈଦ୍ଧାନ୍ତିକ ତଥା ଆମେ ଯଦି ଥିଓରିଟିକାଲି ଆଉ ପ୍ରାକ୍ଟିକାଲି ଦେଖିବା, ତାହେଲେ ଦିଲ୍ଲୀର ସୁଲତାନି ମାନେ କ'ଣ କରିଥିଲେ, ସାରିୟତ ବା ଇସଲାମ ଧର୍ମର ନିୟମକୁ ପ୍ରାଧାନ୍ୟ ଦେଇଥିଲେ। ଯାହା ଇସଲାମ ଧର୍ମର ନିୟମ ରହିଛି ତାକୁ ହିଁ ସେମାନେ ପାଳନ କରୁଥିଲେ ଅକ୍ଷର ଅକ୍ଷରରେ। ସେମାନେ ଚେଷ୍ଟା କରିଥିଲେ ଯେ ତାହାର ପ୍ରତ୍ୟକ୍ଷ ଅବମାନନା ନ ହୁଏ, ଅର୍ଥାତ୍ ସେମାନେ ସେ ରୁଲ୍ ରେଗୁଲେସନକୁ ନ ଭାଙ୍ଗିବେ କିଭଳି ଭାବରେ। ତା ସହ ସେମାନେ ଜବାବିଦ ବା ଧର୍ମନିରପେକ୍ଷ ବିଧି ବ୍ୟବସ୍ଥା ପ୍ରଚଳନ କରିଥିଲେ। ତେଣୁ ସୁଲତାନି ରାଜତ୍ୱ ସମ୍ପୂର୍ଣ୍ଣ ଧର୍ମତତ୍ତ୍ୱ ଉପରେ ପର୍ଯ୍ୟବେସିତ ନ ହୋଇ ଗୋଟିଏ ନୂତନ ଯୁବ ରାଜ୍ୟସ୍ଥାନୀୟ ପ୍ରତ୍ୟକ୍ଷ ଆବଶ୍ୟକତା ବିଚାରେ ପରିଚାଳିତ ଥିଲା। ଯଦିଓ ସୁଲତାନ ଓ ତାଙ୍କ ମୁଖ୍ୟ ଶାସକ ବର୍ଗ ଇସଲାମ ଧର୍ମ ପାଳନ କରୁଥିଲେ, ତ ଧର୍ମ କେତେକ କ୍ଷେତ୍ରରେ ଧର୍ମ ପାଳନ କରାଯାଉଥିଲା ଓ କେତେକ କ୍ଷେତ୍ରରେ ଧର୍ମ ନିରପେକ୍ଷ ମଧ୍ୟ ରହୁଥିଲେ, କିନ୍ତୁ ପ୍ରାୟତଃ ଧର୍ମକୁ କେନ୍ଦ୍ର କରି ଶାସନ କରାଯାଉଥିଲା। ନିମ୍ନରେ ଦିଆଯାଉଥିବା ଦୁଇଟି ଉଦାହରଣ ଏହା ଦର୍ଶାଏ। ପ୍ରଥମ ହେଲା ସୁଲତାନ ଇଲତୁତମିଶକୁ ଇସଲାମ ଧର୍ମ ଉପରେ ରକ୍ଷଣଶୀଳ ଗୋଷ୍ଠୀ ଚାପ ପକାଇବାରେ ଇସଲାମ ଧର୍ମର ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ ରୂପେ ଲାଗୁ କରିବାକୁ। ସେତେବେଳେ ସୁଲତାନ ଉତ୍ତର ଦେଇଥିଲେ, ଏବେ ସମୟ ଆସିନାହିଁ।
ମୁସଲମାନ ମାନେ ଭାରତ ପରିସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ ସଦୃଶ, ତେଣୁ ସମ୍ପୂର୍ଣ୍ଣ ଲାଗୁ କରିବା ସମ୍ଭବ ନୁହଁ। ଯେହେତୁ ମୁସଲମାନ ମାନେ କମ୍ ଥିଲେ, ତେଣୁ ସବୁ ରୁଲ୍ ରେଗୁଲେସନ୍ ସେ ଲାଗୁ କରିବା ସମ୍ଭବ ନୁହଁ ବୋଲି ସେ କହିଥିଲେ। ଦ୍ୱିତୀୟ ଉଦାହରଣରେ ଆଲାଉଦ୍ଦିନ ଖିଲଜୀକୁ କାଜୀ ବା ଇସଲାମ ଧର୍ମର ବିଶେଷଜ୍ଞ ପ୍ରଶ୍ନ ଛଳରେ ନୀତି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଆଲାଉଦ୍ଦିନ ଦୃଢ଼ତାର ସହ କହିଥିଲେ ଯେ ରାଜ୍ୟ ଆବଶ୍ୟକତା ସର୍ବପ୍ରଧାନ ଓ ତଦନୁସାରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ତାପରେ ସୁଲତାନୀ ଶାସନ କାଳରେ ସୁଲତାନ ଓ ରାଜ୍ୟ ମୁଖ୍ୟଙ୍କ ଉତ୍ତରାଧିକାରୀ ସତ୍ତ୍ୱେ ସ୍ପଷ୍ଟ ନଥିଲା, ସନ୍ତୋଷଜନକ ବିଧି ବିକଶିତ ହୋଇନଥିଲା। ତ ସୁଲତାନୀ ଶାସନ କାଳରେ ସୁଲତାନ ବା ରାଜ୍ୟର ମୁଖ୍ୟ କିଏ ଥିଲେ ନା ସୁଲତାନ। ଉତ୍ତରାଧିକାରୀ ସତ୍ତ୍ୱ ସ୍ପଷ୍ଟ ନଥିଲା, ତ କାହା ପରେ କିଏ ଆସିବ ତାହା ସ୍ପଷ୍ଟ ନଥିଲା। ଯେପରି ମହମ୍ମଦ ଘୋରୀଙ୍କ ପରେ ଆସିଲେ କୁତବୁଦ୍ଦିନ ଆଇବାକ, ଠିକ୍ ସେହିପରି ତାପରେ କ'ଣ ହେଲା ନା ପୁରୁଷାନୁକ୍ରମିକ ନିୟମ ପାଳନ କରାହେଉନଥିଲା, ଗ୍ରହଣୀୟ ନଥିଲା। ଅର୍ଥାତ୍ ଆମେ ଯଦି ଦେଖିବା ତାହେଲେ ସୁଲତାନ ଇଲତୁତମିଶଙ୍କ ମୃତ୍ୟୁ ପରେ ତାଙ୍କର ଝିଅ ମନୋନୀତ ହୋଇଥିଲେ, ଯିଏକି ରେଜିଆ ଭାରତର ସୁଲତାନ ହୋଇଥିଲେ। ଆମେ ସମସ୍ତେ ଜାଣିଛେ, ଏଠୁ ମଧ୍ୟ ପ୍ରଶ୍ନ ଆସେ, ଅନେକ ସୁଲତାନ କ୍ରୀତଦାସରୁ ମଧ୍ୟ ମୁକ୍ତ ହୋଇ ସେମାନେ ସୁଲତାନ ହେଇଥିଲେ। ଉତ୍ତରାଧିକାରୀ ନିୟମ ବିକଶିତ ହୋଇନଥିବାରୁ ପ୍ରଥମ ସୁଲତାନ କିଏ ଥିଲେ ନା କୁତବୁଦ୍ଦିନ ଆଇବାକ। ତମାନଙ୍କ ପ୍ରଶ୍ନ ଆସେ ଯେ ଦିଲ୍ଲୀ ସୁଲତାନୀ ଶାସନ ବ୍ୟବସ୍ଥାର ପ୍ରଥମ ସୁଲତାନ କିଏ ବୋଲି, ଯେ ସେଥିରେ ତମମାନେ ଲେଖିବ କୁତବୁଦ୍ଦିନ ଆଇବାକ। ତାଙ୍କର ପୁଅ ନ ହୋଇ ଦାସତ୍ୱରୁ ମୁକ୍ତ ହୋଇଥିବା ତାଙ୍କର ଜ୍ୱାଇଁ କିଏ ଥିଲେ ନା ଇଲତୁତମିଶ, ସେ ଶାସନର ଅଧିକାର କରିଥିଲେ। ସେମିତି ପ୍ରତ୍ୟେକ ସୁଲତାନୀ ମୃତ୍ୟୁରେ ଗୁପ୍ତ ଷଡ଼ଯନ୍ତ୍ର ମୁଣ୍ଡ ଟେକିଥିବା ସିଂହାସନ କ୍ଷମତାକୁ ଅକ୍ତିଆର କରିବାକୁ ଆରମ୍ଭ ହେଲା। ଆମେମାନେ ପୂର୍ବରୁ ଦେଖିଥିଲେ ଯେ ରାଷ୍ଟ୍ରର ସ୍ୱରୂପ ସମ୍ପର୍କରେ, ସେଥିରେ ଆମେମାନେ ଦେଖିଥିଲେ ଖଲିଫା ସମ୍ପର୍କରେ, ତାପରେ ତାଙ୍କର ନୀତି ନିୟମ ସମ୍ପର୍କରେ, ତାପରେ ଆମେମାନେ ଦେଖିଥିଲେ ଯେ ଗଣେ କୁତବୁଦ୍ଦିନ ଆଇବାକ ତଥା ଇଲତୁତମିଶ ତାଙ୍କର ଝିଅ କିଏ ରେଜିଆ ସୁଲତାନ ମଧ୍ୟ ଶାସନ କରିଥିଲେ। ଏସବୁ ଆମେ ଦେଖିଥିଲେ। ବର୍ତ୍ତମାନ ଆମେମାନେ ଦେଖିବା ସୁଲତାନୀ ଶାସନ କାଳର ସମୟ ସମ୍ପର୍କରେ। ସମୟରେ କ'ଣ କ'ଣ ଥିଲା, ତ ପ୍ରଥମେ ଦେଖିବା ଆମେ ସୁଲତାନ ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ। ଖଲିଫା ବ୍ୟବସ୍ଥା ବିଘଟନ ପରେ ଶକ୍ତିଶାଳୀ ଆଞ୍ଚଳିକ ଶାସନ ଭାବରେ ନିଜ ଅଞ୍ଚଳର ସ୍ୱାଧୀନ ତଥା ସାର୍ବଭୌମ ଶାସକ କିଏ ଥିଲେ ନା ସୁଲତାନ ଥିଲେ। ଭାରତର ସୁଲତାନ ଜନମଙ୍ଗଳ ପାଇଁ ସାମାଜିକ ରାଜନୈତିକ ବିଧି ବ୍ୟବସ୍ଥା କରୁଥିଲେ। ଯେଭଳି ଇଂରେଜମାନେ ସେପରି ନଥିଲେ, କିନ୍ତୁ ସୁଲତାନ ମାନେ କିଛି ଜନମଙ୍ଗଳ କରୁଥିଲେ। ସୁଲତାନ ମାନେ ନିଜ ନାମ ପ୍ରଚଳିତ ମୁଦ୍ରାରେ ଖୋଦାଇଥିଲେ। ଅର୍ଥାତ୍ ସେମାନେ ଆମେ ବର୍ତ୍ତମାନ ଯେଉଁ ମୁଦ୍ରା ଦେଖୁଛେ, ଅନେକ ଗୁଡ଼ିଏ ଚିତ୍ର ବିଚିତ୍ର ହୋଇକି ଦେଖାଯାଉଛି, ଧାନ ଚିତ୍ର ଦେଖୁଛି କଏନ୍ରେ, ଠିକ୍ ସେହିଭଳି ତାଙ୍କର ନାଁକୁ ସେମାନେ କ'ଣ କରୁଥିଲେ, ପ୍ରଚଳିତ କରି ମୁଦ୍ରାରେ ଖୋଦାଉଥିଲେ। ଖୁତବା ବା ଶୁକ୍ରବାର ଦିନ ଏକତ୍ରିତ ନମାଜ ପରେ ଯେଉଁ ଉପଦେଶ ପାଠ କରାଯାଏ, ତାହାକୁ ସେମାନେ ସୁଲତାନକୁ ସେମାନଙ୍କର ମୁଖ୍ୟ ବୋଲି ଘୋଷଣା, ଗୋଟେ ଖୁତବା ପାଠ କରାଯାଉଥିଲା ଶୁକ୍ରବାର ଦିନ। ସୁଲତାନ ମାନେ ନିଜର କ୍ଷମତା ଓ ଶକ୍ତିକୁ, ତାଙ୍କର ପାୱାର ଓ ଷ୍ଟ୍ରେନ୍ଥ ସ୍ଥାୟୀ ଓ ସୁଦୃଢ଼ କରିବା ପାଇଁ ରାଜ୍ୟର ଦୂରଦୂରାନ୍ତରରୁ ରାଜସ୍ୱ ସମ୍ବଳ ଆଦାୟ କରିବାରେ ମଧ୍ୟ ସଫଳ ହୋଇଥିଲେ, ଯେ ତାଙ୍କର ସେତେ କେପାବିଲିଟି ଥିଲା। ସୁଲତାନକୁ ହିଁ ଲୋକେ ରାଜା ବୋଲି ବିଚାର କରୁଥିଲେ। ସେମାନେ ନିଜକୁ ରାଜନୈତିକ ଦୃଷ୍ଟିରୁ ସ୍ୱାଧୀନ, ଯଦିଓ ସାଂସ୍କୃତିକ ଦୃଷ୍ଟିରୁ ସେମାନେ ମୁସଲମାନ ଜଗତର ଏକ ଅଂଶ ବୋଲି ଭାବୁଥିଲେ। ସୁଲତାନ ମାନେ ବଡ଼ ବଡ଼ ରାଜପ୍ରସାଦରେ ରହୁଥିଲେ। ସେମାନେ ବଡ଼ ବଡ଼ ରାଜପ୍ରସାଦରେ ରହୁଥିଲେ। ଆମେମାନେ ଦେଖିଛେ ଯେ ଲାଲକିଲ୍ଲା ହେଲା, ତାପରେ ଆମେ ତାଜମହଲ କଥା ଦେଖିବା। ଏଡ଼େ ବଡ଼ ବଡ଼ କୃତି ବହୁତ ଗୁଡ଼ାଏ ଅଛି। ବିବିକା ମକବରା, ଫତେପୁର ସିକ୍ରି, ଅନେକ ଗୁଡ଼ିଏ ଅଛି। ଯେତେବେଳେ ଆମେ ମୋଗଲର କୀର୍ତ୍ତି ଆମ କଳା ସ୍ଥାପତ୍ୟ ଦେଖିବା, ସେଥିରେ ଆମେ ଦେଖିବାକୁ ପାଇବା ଅନେକ ଗୁଡ଼ିଏ।
ସେମାନେ ନିଜକୁ ରାଜନୈତିକ ଦୃଷ୍ଟିରୁ ସ୍ୱାଧୀନ ଯଦିଓ ସାଂସ୍କୃତିକ ଦୃଷ୍ଟିରୁ ସେମାନେ ଇସଲାମ ଜଗତର ଏକ ଅଂଶ ବୋଲି ଭାବୁଥିଲେ। ଏହା ତ ଗଲା। ତାପରେ ଆମେ ଉଲେମା ସମ୍ପର୍କରେ ଟିକେ ଦେଖିବା। ତ ମାନଙ୍କର ସୁଲତାନ କିମ୍ବା ଉଲେମା ସମ୍ପର୍କ ନିଶ୍ଚିତ ଭାବରେ ଗୋଟେ କ୍ୱେଶ୍ଚିନ୍ ଆସିଯାଉଛି 3 ମାର୍କର କିମ୍ବା 2 ମାର୍କର। ତମାନେ ଟିକେ ଭଲସେ ଦେଖିନେବ ହେଲା। ଇସଲାମ ଧର୍ମ ଯାଜକ କାହାକୁ କୁହାଯାଏ ନା ଉଲମା। ସ୍ଥାନ ସୁଲତାନ ଶାସନ କାଳରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଇମାମ ଓ ଖାଟିବ ବିଚାରକ ଆଇନ ସମ୍ବନ୍ଧୀୟ ପଦବୀରେ ନିଯୁକ୍ତ ହେଉଥିଲେ। ସେମାନଙ୍କ ମଧ୍ୟରୁ ସଦର ଶେଖୁଲ ଇସଲାମ କାଜୀ ମୁଫତି ମହତସିବ ଉଲେମାମାନେ ସୁଲତାନୀ ଶାସନ ବ୍ୟବସ୍ଥାରେ ସଂଯୁକ୍ତ ଥିଲେ ଏବଂ ସୁଲତାନଙ୍କ ଠାରୁ ରାଜସ୍ୱ ଅନୁଦାନ ପାଉଥିଲେ। ରାଜନୈତିକ ଆଦର୍ଶ ତାର ଆଇଡିଓଲୋଜିକୁ ଯଦି ଆମେ ଦେଖିବା ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କାରଣ ଏମାନେ ସୁଲତାନ ଶାସନ ଶ୍ରେଣୀକୁ ସୁଲତାନୀ ଶାସନ ବ୍ୟବସ୍ଥାକୁ ବୈଧତା ପ୍ରଦାନ କରୁଥିଲେ। ତେଣୁ ଏମାନଙ୍କ କେବଳ ଧାର୍ମିକ ପ୍ରଭାବ ନଥିଲା, କେବଳ ରିଲିଜନରେ ତାଙ୍କର ଇଫେକ୍ଟ ନଥିଲା, ସମୟ ସମୟରେ ଏମାନେ କ'ଣ କରୁଥିଲେ ରାଜନୀତିରେ ମଧ୍ୟ ପ୍ରଭାବ ପକାଉଥିଲେ। ତ ସେମାନେ ରାଜନୀତିରେ ମଧ୍ୟ କିଛି କିଛି ପ୍ରଭାବ କରୁଥିଲେ। ଧର୍ମ କ୍ଷେତ୍ରରେ ମଧ୍ୟ ପ୍ରଭାବ ସେତେ ନଥିଲା। ତାପରେ ଆସିଲେ ସମ୍ଭ୍ରାନ୍ତ ବର୍ଗ। ତ ଆମେ ସମୟରେ ଦେଖିଲେ ଉଲେମା ଦେଖିଲେ, ତାପରେ ଦେଖିଲେ ଆମେ ସୁଲତାନକୁ ଦେଖିଥିଲେ, ତାପରେ ଆମେ ଦେଖିବା ସମ୍ଭ୍ରାନ୍ତ। ତ ସମ୍ଭ୍ରାନ୍ତ ଅର୍ଥାତ୍ ଗୋଟେ ଧନୀ ବ୍ୟକ୍ତି, ଆମେ କହିବା ଧନୀ ବ୍ୟକ୍ତି ବର୍ଗ। ମହମ୍ମଦ ଘୋରୀ ଆକ୍ରମଣ ସମୟରେ ସୁଲତାନୀ ଶାସନ କାଳ ବିକଶିତ ହେବା ପୂର୍ବରୁ ଭାରତବର୍ଷରେ ଛୋଟ ଛୋଟ ରାଜ୍ୟରେ ସ୍ଥାନୀୟ ମୁଖ୍ୟ ରାୟ ରଣା ମାନେ ଥିଲେ, ଯାହାଙ୍କର ଅନେକ ଗୁଡ଼ିଏ ଜମି ରହୁଥିଲା। ପ୍ରତ୍ୟେକ ରାଜ୍ୟର ଗ୍ରାମ ମାନଙ୍କରେ ଖୁଟ ମୁକଦମ ଗ୍ରାମ ମୁଖିଆ 100 ଗ୍ରାମ ନେଇ ଗୋଟେ ଚୌଧୁରୀ ବା ମୁଖ୍ୟ ଥିଲେ। 100 ଗ୍ରାମକୁ ନେଇ କ'ଣ ଚୌଧୁରୀ ବା ମୁଖ୍ୟ। ଏମାନେ ଗ୍ରାମର ଜମି ଉପରେ ବିଶେଷ ସ୍ୱତ୍ୱ ଅଧିକାରରେ ଚାଷ ଠାରୁ ରାଜସ୍ୱ ଆଣୁଥିଲେ ବା କରୁଥିଲେ। ତ ଅନେକ ଜମି ଥିଲା, ସେମାନେ ସେଠାରୁ ଟ୍ୟାକ୍ସ ଆଣୁଥିଲେ। ତ୍ରୟୋଦଶ ଚତୁର୍ଦ୍ଦଶ ଶତାବ୍ଦୀରେ ସୁଲତାନୀ ଶାସନ କାଳରେ ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ରାଜନୈତିକ ସାମାଜିକ ରାଜସ୍ୱ ପ୍ରତିଷ୍ଠା ଆରମ୍ଭ ହୋଇସାରିଥିଲା। ଧୀରେ ଧୀରେ ଏମାନେ କ୍ୟାପଚର କରିବାରେ ଲାଗିଥିଲେ। ଅପରିଚିତ ଅଞ୍ଚଳକୁ ଶାସନ ତଥା ଶାସକ ଶ୍ରେଣୀକୁ ଶାନ୍ତ ଓ ସ୍ଥାପନ କରିବା ପାଇଁ ସୁଲତାନମାନେ ପଦକ୍ଷେପ ନେଲେ। ସୁଲତାନମାନେ ଅନେକ ଗୁଡ଼ିଏ ଷ୍ଟେପ୍ ନେଲେ। ଯେଉଁ ଅଞ୍ଚଳ ତାଙ୍କ ପାଇଁ ଅପରିଚିତ ଥିଲା, ଅନନୋନ୍ ଥିଲା, ତଥା ଶାସକ ଶ୍ରେଣୀକୁ ଶାନ୍ତ ସ୍ଥାପନ କରିବା ପାଇଁ ସୁଲତାନମାନେ ଅନେକ ଗୁଡ଼ିଏ ଷ୍ଟେପ୍ ନେଇଛନ୍ତି। ଯେଉଁ ଶାସକ ବର୍ଗ ତୁର୍କୀରୁ ଆସିଥିଲେ ସେମାନେ ସୁଲତାନ ସହିତ ରାଜନୈତିକ ଆର୍ଥିକ କ୍ଷମତା ବାଣ୍ଟିବା ସକ୍ରିୟ ଭାଗ ନେଇଥିଲେ। ତ ଯେଉଁମାନେ ତୁର୍କରୁ ଆସିଥିଲେ, ଯେଉଁ ଶାସକ ବର୍ଗ ଗୁଡ଼ିକ, ଯେଉଁ ରାୟ ରଣା ମାନେ ମୁଖ୍ୟ ଥିଲେ, ସେଇମାନେ ତାଙ୍କ ସହ କିଛି ପାର୍ଟନରସିପ୍ କଲେ। ଆଉ ଦିଲ୍ଲୀ ଠାରୁ ଦୂରାନ୍ତର ପ୍ରେରିତ ଅମିର ହେଲା ବା ସମ୍ଭ୍ରାନ୍ତ ଶ୍ରେଣୀ ରାଜ୍ୟପାଳ ରୂପେ ସମ୍ଭ୍ରାନ୍ତ ଶ୍ରେଣୀ ରୂପେ ରାଜ୍ୟପାଳ କିଏ ଥିଲେ? ଅମିର। ଜୟ କରିଥିବା ଅଞ୍ଚଳରେ କାର୍ଯ୍ୟତଃ ସ୍ୱାଧୀନ ରୂପେ କାମ କରୁଥିଲେ। ତ ରାଜ୍ୟପାଳମାନଙ୍କୁ ମୁଫତି ବା ୱାଲି ନାମ ଦିଆଯାଇଥିଲା। ତୁମମାନଙ୍କର ପ୍ରଶ୍ନ ଆସୁଛି ଯେ ରାଜ୍ୟପାଳମାନଙ୍କୁ କ'ଣ କୁହାଯାଉଥିଲା ନା ମୁଫତି ବା ୱାଲି ବୋଲି କୁହାଯାଉଥିଲା ଓ ତାଙ୍କର ଅଧୀନ ଅଞ୍ଚଳରୁ ଇକ୍ତା ବୋଲି କୁହାଯାଉଥିଲା। ରାଜ୍ୟପାଳମାନଙ୍କ ଅଧୀନରେ ଥିବା ଅଞ୍ଚଳକୁ ଇକ୍ତା ଏବଂ ରାଜ୍ୟପାଳମାନଙ୍କୁ କ'ଣ କହୁଥିଲା ମୁଫତି ବା ୱାଲି ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ମୁଫତି ବା ରାଜ୍ୟପାଳ ଆମେ ଯାହାକୁ କହୁଛେ ଗୋଟେ ଇକ୍ତାକୁ ଅନ୍ୟ ଇକ୍ତାରୁ ଚେଞ୍ଜ ହେଉଥିଲେ। ଏମାନଙ୍କ ବ୍ୟତୀତ କେତେକ ଅଞ୍ଚଳର ପୁରୁଣା ରଣା ରାୟ ଓ ଠାକୁରମାନେ ମଧ୍ୟ ସୁଲତାନ ମାନଙ୍କୁ ବାର୍ଷିକ କର ଓ ଭେଟି ଦେଇ ନିଜ ଅଞ୍ଚଳର ରାଜସ୍ୱ ଆଦାୟ କଲେ। ସୁଲତାନୀ ଶାସନ ପ୍ରାରମ୍ଭ କାଳରେ ପ୍ରଥମେ କ'ଣ ହେଲା ନା ପ୍ରାରମ୍ଭିକ କାଳରେ ପ୍ରଥମ ପର୍ଯ୍ୟାୟରେ ଆମେ କହିପାରିବା ସମ୍ଭ୍ରାନ୍ତ ଶ୍ରେଣୀ ତୁର୍କୀ ଦାସ ପୃଷ୍ଠଭୂମିରୁ ଆସି ପରବର୍ତ୍ତୀରେ ନିଜର ପ୍ରଭୁଙ୍କ ଦ୍ୱାରା ମୁକ୍ତ ଘୋଷଣା ହୋଇ ଶାସକୀୟ ପଦ ମଧ୍ୟ ଅଧିକାର କରିଥିଲେ। ଯେପରି ସୁଲତାନୀ ଶାସନର ଇଲତୁତମିଶ ହେଲା, ସାମି ମଲ୍ଲିକ ହେଲା ବା ଦାସମାନଙ୍କ ଏକ ବିଭାଗ ବା ଛୋଟ ସୈନ୍ୟ ଦଳ ତୁର୍କାନୀ ଚିହଲଗାନି ବା 40 ବାହିନୀ ସୃଷ୍ଟି କରିଥିଲେ। ଗୋଟେ ସୈନ୍ୟ ଦଳ। ତମାନଙ୍କର ପ୍ରଶ୍ନ ଆସୁଛି ତୁର୍କାନୀ ଚିହଲଗାନିକୁ ନେଇ। ସେ ଏଥିରେ ସ୍ୱାଧୀନ ତୁର୍କମାନଙ୍କୁ ମଧ୍ୟ ସାମିଲ କରିଥିଲେ। ତେଣୁ ସମ୍ଭ୍ରାନ୍ତ ଶ୍ରେଣୀ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଶ୍ରେଣୀ ନଥିଲେ। ଏଥିରେ ତୁର୍କ, ଆଫଗାନ, ଭାରତୀୟ ଆବିସିନୀୟ ଗୋଷ୍ଠୀରୁ ଥିଲେ।
ତୁର୍କ ହେଲା, ଆଫଗାନ ହେଲା, ଭାରତୀୟ ଆବିସିନୀୟ ଗୋଷ୍ଠୀର ମଧ୍ୟ ରହୁଥିଲେ। କିନ୍ତୁ ଯେଉଁ ତୁର୍କ ସାମନ୍ତ ବର୍ଗ ମହମ୍ମଦ ଘୋରୀଙ୍କ ଆକ୍ରମଣ ସମୟ ଭାରତକୁ ଆସିଥିଲେ, ସେମାନେ ମଧ୍ୟ ମୁଖ୍ୟତଃ ପଦପଦବୀରେ କେନ୍ଦ୍ରରେ ତଥା ପ୍ରାଦେଶିକ ସ୍ତରରେ ସ୍ଥାନ ଅଧିକୃତ କରିଥିଲେ। ତାପରେ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠକୁ ଖାନ୍ ପାଇହା ଉପାଧି ମଞ୍ଜୁର କରୁଥିଲେ କିଏ? ସୁଲତାନ। ଯେ ସମ୍ଭ୍ରାନ୍ତ ଶ୍ରେଣୀ ସର୍ବଶ୍ରେଷ୍ଠ ଥିଲେ ତାଙ୍କୁ ଖାନ୍ ପାଇହା ଉପାଧି ପ୍ରଦାନ କରାଯାଉଥିଲା। ସମ୍ଭ୍ରାନ୍ତମାନଙ୍କ ମର୍ଯ୍ୟାଦାର ଦ୍ୱିତୀୟରେ ଥିଲେ ମାଲିକ, ଦ୍ୱିତୀୟରେ କିଏ ଥିଲେ? ମାଲିକ ଏବଂ ତୃତୀୟରେ ଥିଲେ ଅମୀର। ପାଇହାର ନିମ୍ନରେ ଥିଲେ ସିପାହା ଉଲା ସର୍କେଲ। ସମ୍ଭ୍ରାନ୍ତ ଗୋଷ୍ଠୀ ହବେଲି ବଡ଼ ବଡ଼ ପ୍ରାସାଦରେ ରହୁଥିଲେ। ବଡ଼ ବଡ଼ ହବେଲି ହେଲା ବଡ଼ ବଡ଼ ପ୍ରାସାଦରେ ସେମାନେ ରହୁଥିଲେ। ସୁସଜ୍ଜିତ ହାବେଲିରେ ଅନେକ କୋଠରୀ, ଗାଧୁଆ ଘର ହେଲା, ରାଜମହଲ ହେଲା, ପୁସ୍ତକାଳୟ ହେଲା, ପ୍ରାଙ୍ଗଣ ଆଦି ରହୁଥିଲା। ହାରେମ୍ ଓ ଅନ୍ତଃପୁରରେ ରାଣୀ ହେଲା, ଦାସ ହେଲା, ଦାସୀ ଅନେକ ଗୁଡ଼ିଏ ରହୁଥିଲେ। ନିଜର ଦୈନନ୍ଦିନ ଦରକାରୀ ସାମଗ୍ରୀ ନିଜର ଘରୋଇ କାରଖାନାରେ ତିଆରି ହେବାର ବ୍ୟବସ୍ଥା ରହିଥିଲା। ସେମାନେ ରାଜଦରବାରରେ କାର୍ଯ୍ୟ ବ୍ୟତୀତ ଯୁଦ୍ଧ ସମୟରେ ଯୁଦ୍ଧ କରୁଥିଲେ। ଶାନ୍ତି ସମୟରେ ଶିକାର, ଭୋଜିଭାତ, ନୃତ୍ୟ ଗୀତ ଉପଭୋଗ କରୁଥିଲେ। ତାପରେ କ୍ରୀତଦାସ ଓ ଭୃତ୍ୟ। ତତ୍କାଳୀନ ସମୟରେ ମଧ୍ୟ କ୍ରୀତଦାସ ଏବଂ ଭୃତ୍ୟ ରହିଥିଲେ। କ୍ରୀତଦାସ ଏବଂ ଯେଉଁମାନେ କାମ କରୁଥିଲେ। ସୁଲତାନ ଶାସନ କାଳରେ ପ୍ରଭୁ ଓ କ୍ରୀତଦାସ ସମ୍ପର୍କ ନିଆରା ଥିଲା। ଚାକର ଆମେ କହିପାରିବା ୱାନ୍ ଟାଇପ୍ ଅଫ୍। ସମ୍ଭ୍ରାନ୍ତ ଶ୍ରେଣୀ ନିଜକୁ ସୁଲତାନର କ୍ରୀତଦାସ ଦାସ ବୋଲି କହିବାକୁ ପସନ୍ଦ କରୁଥିଲେ। ଦାସ ଦୁଇ ପ୍ରକାର ଥିଲା। ପ୍ରଥମ ହେଲା ଖୋଲା ବଜାରରୁ କିଣିଥିବା କ୍ରୀତଦାସ, ଦ୍ୱିତୀୟ ହେଲା ଯୁଦ୍ଧବନ୍ଦୀ ଦାସ। ଅର୍ଥାତ୍ ଜଣେ ଗୋଟେ ବଜାରରୁ ମାର୍କେଟରୁ କିଣି ଆଣୁଥିବା ଦାସ, ଆଉ ଗୋଟେ ହେଲା ଯେଉଁମାନେ ଯୁଦ୍ଧରେ ହାରି ଯାଇଥିବେ ସେମାନଙ୍କୁ ଯେଉଁ ବନ୍ଦୀ କରାଯାଇଥାଏ ସେମାନଙ୍କୁ ଦାସ ବୋଲି କରାଯାଇଥିଲା। କ୍ରୀତଦାସର କାର୍ଯ୍ୟ କୁଶଳତା ଓ ଯୋଗ୍ୟତା ଅନୁସାରେ ଉଚିତ ମୂଲ୍ୟ ଦେଇ ଗୃହ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ କ୍ରୟ କରି ସମ୍ଭ୍ରାନ୍ତ ପରିବାର ଓ ଧନିକ ଗୋଷ୍ଠୀ ଆଣୁଥିଲେ। ସେମାନଙ୍କୁ ହସ୍ତଶିଳ୍ପ କାମରେ ଅଙ୍ଗରକ୍ଷକ ଭାବରେ ବଡ଼ିଗାର୍ଡ଼ ହିସାବରେ ନିୟୋଜିତ କରୁଥିଲେ। ବାଳକ କ୍ରୀତଦାସଙ୍କୁ ଖାସ କରି ସେମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆହେଉଥିଲା। ରାଣୀ ମହଲ ରକ୍ଷକ ଭାବରେ ସେମାନେ ଖ୍ୱାଜାସରା ରୂପେ ଜଣାଶୁଣା ଥିଲେ। ମହିଳା କ୍ରୀତଦାସମାନେ ଗୃହକର୍ମରେ ନୃତ୍ୟ ଗୀତ ପରିବେଷଣ ପାଇଁ ବ୍ୟବହାର ହେଉଥିଲେ। ସମ୍ଭ୍ରାନ୍ତ ଧନିକ ପରିବାରରେ ଦାସଦାସୀ ରଖିବା ଏକ ସାଧାରଣ ପ୍ରଥା ଥିଲା। ଦାସଦାସୀ ରଖିବା ଗୋଟେ କମନ୍ ଥିଲା ସେ ସମୟରେ। ଯଦି ଦାସଦାସୀ ରଖିବା ବୈଭବଶାଳୀ ଥିଲା ବା ଉନ୍ନତର ଚିହ୍ନ ଥିଲା, ସମ୍ଭ୍ରାନ୍ତମାନେ ପ୍ରତିଯୋଗିତା କରୁଥିଲେ ଏହି ଦାସ ରଖିବାକୁ ନେଇ। କ୍ରୀତଦାସମାନଙ୍କ ସ୍ଥିତି ଠାରୁ ସାମାନ୍ୟ ଉନ୍ନତ ଥିଲା, କାରଣ କ୍ରୀତଦାସ ମାଲିକର ସୁଖ ଓ ସୁରକ୍ଷା ଦାୟିତ୍ୱରେ ମଧ୍ୟ ରହୁଥିଲେ। ତାପରେ ଆସିଲା ଚାଷୀ। ତ ଗ୍ରାମାଞ୍ଚଳରେ ଅଧିକାଂଶ ଛୋଟ ବା ବଡ଼ ଚାଷୀ ରହୁଥିଲେ। ମୁକଦନ ବା ମଧ୍ୟମ ଚାଷୀ, ବାଲାହାର ବା ଛୋଟ ଚାଷୀ, ରାୟତ ବା ସାଧାରଣ ଚାଷୀ, ଜମିହୀନ କୃଷି ଶ୍ରମିକ ବାସ କରୁଥିଲେ। ସେମାନେ ନିଜର ହଳ, ଲଙ୍ଗଳ ସାହାଯ୍ୟରେ ଚାଷ କରୁଥିଲେ। ସେମାନେ ବର୍ଷା ଜଳ ତଥା ସ୍ଥାନ ବିଶେଷରେ କୂଅରୁ ସେମାନେ ଜଳସେଚନ କରିବା ନିମନ୍ତେ ନିର୍ଭର ଥିଲେ। ଖରିଫ ଋତୁରେ ଗୋଟେ ଚାଷ କରୁଥିଲେ। ତୁଗଲକ ସୁଲତାନ ମାନେ ପ୍ରଥମେ କେନାଲ ଜଳସେଚନ ବ୍ୟବସ୍ଥା ଆରମ୍ଭ କଲେ। କିଏ ନା ତୁଗଲକ ସୁଲତାନ ମାନେ କ'ଣ କଲେ? କେନାଲ ବ୍ୟବସ୍ଥା ଆରମ୍ଭ କଲେ। ଚାଷୀ ନିଜେ ଚାଷ କରୁଥିବା ଜମି ଉପରେ ମାଲିକାନା ନଥିଲା। ଚାଷୀ ଯେଉଁ ଚାଷ କରୁଥିଲା ସେ ଜମିର ମାଲିକ ତା ପାଖରେ ନଥିଲା ମାଲିକାନା। ଉତ୍ପାଦିତ ଶସ୍ୟ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ନଥିଲା। ସୁଲତାନ ବା ଚାଷ ମଧ୍ୟରେ ଥିବା ମଧ୍ୟସ୍ଥି ଶ୍ରେଣୀ ବା ଚାଷୀର ଉତ୍ପାଦିତ ଶସ୍ୟର ଭାଗ ସଂଗ୍ରହ କରୁଥିଲେ। ମଧ୍ୟସ୍ଥିମାନଙ୍କ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରେ ଚୌଧୁରୀମାନେ ଦେଖା ଦେଇଥିଲେ। ଚୌଧୁରୀ ଅଧୀନରେ 100ଟି ଗ୍ରାମ ରହୁଥିଲା। ତୁଗଲକ ସୁଲତାନମାନଙ୍କ ସମୟରେ ସମସ୍ତ ମଧ୍ୟସ୍ଥିର ସ୍ତର ସୃଷ୍ଟି ହୋଇଥିଲା। ଗ୍ରାମମାନଙ୍କରେ ଥିଲେ ରୟତ, ଚୌଧୁରୀ, ମୁକଦମ, ଖୋଟ ହିସାବ ରଖିବା ପାଇଁ ଗୋଟେ ପଟୱାରୀ ରହୁଥିଲା। ଚାଷୀମାନେ ଝାଡ଼ିମାଟି ଘରେ ବାସ କରୁଥିଲେ। ତାଙ୍କୁ ପାଖରେ ନାମକ ମାତ୍ର ଗୃହର ସାଜ ସରଞ୍ଜାମ ଥିଲା। ପ୍ରାୟ ସମସ୍ତେ ଘର କୋଠରୀର
ଚଟାଣ ରହିଥିଲା ଏବଂ ଧନୀ ଚାଷୀମାନେ ଧାତୁର ପାତ୍ର ବ୍ୟବହାର କରୁଥିଲେ। ସ୍ନାନ ଶୌଚାଦି ପାଇଁ ସମସ୍ତେ ଖୋଲା ପଡ଼ିଆ, ପୋଖରୀ, ନଦୀ ନାଳକୁ ବ୍ୟବହାର କରୁଥିଲେ। ଧନୀ ଚାଷୀମାନେ ଘରେ ଅଧିକ କୋଠରୀ, ବାରଣ୍ଡା, ଅଗଣା ତଥା ଚବୁତରା ବା ବେଦି ଓ କେତେକ ଘରେ ଉପର ମହଲା ମଧ୍ୟ ଦେଖିବାକୁ ମିଳୁଥିଲା। ସାଧାରଣତଃ ଚାଷୀମାନେ କ'ଣ କରୁଥିଲେ? ଖାଲି ପାଦ ଅନାବୃତ ମୁଣ୍ଡରେ ସେମାନେ ଏକ ବସ୍ତ୍ର ପରିଧାନ କରୁଥିଲେ ଏବଂ ଦିନକୁ 2 ଥର ରୁଟି ବା ଭାତ ଖାଉଥିଲେ। ସେମାନେ କ'ଣ କରୁଥିଲେ ନା ଦିନକୁ 2 ଥର ରୁଟି ଭାତ ଖାଉଥିଲେ। ଉନ୍ନତ ଚାଷୀମାନେ ଜୋତା, ପଗଡ଼ି, ରୁମାଲ ଆଦି ବ୍ୟବହାର କରୁଥିଲେ। ତାପରେ ବଣିକ ସମ୍ପର୍କରେ ବା ବିଜନେସମ୍ୟାନ୍ ସମ୍ପର୍କରେ ଆମେ ଦେଖିବା। ବଣିକ ଓ ବେପାରୀ। ସୁଲତାନୀ ଶାସନ କାଳରେ ଅନେକ ସହର, ବନ୍ଦର ଗଢ଼ି ଉଠିଥିଲା। ଆମେ ସମସ୍ତେ ଜାଣିଛେ ବାଣିଜ୍ୟ କେନ୍ଦ୍ର ରୂପରେ ଦିଲ୍ଲୀ ସେ ସମୟରେ ବୃହତ୍ ସହର ଭାବରେ ଗଢ଼ି ଉଠିଥିଲା। ଏଠାରେ ଭାରତୀୟ, ଇରାନୀ, ଆଫଗାନୀ ବଣିକ ଥିଲେ। ଅଲଗା ଅଲଗା ଦେଶରୁ ଆସିଥିଲେ। ଏମାନଙ୍କ ମଧ୍ୟରୁ ଭାରତୀୟ ବଣିକ ବହି ବାଣିଜ୍ୟ କରି ଧନିକ ଶ୍ରେଣୀ ହୋଇଥିଲେ। ଭାରତୀୟ ବଣିକ କ'ଣ କରିଥିଲେ? ଅନ୍ୟ ଦେଶର ଧନିକ ଶ୍ରେଣୀ ସହ ଅନ୍ୟ ଦେଶ ସହ ବାଣିଜ୍ୟ କରି ସେମାନେ ଧନୀ ହେଇଥିଲେ। ବଗିଚା, ଫଳ ଉଦ୍ୟାନ ପରିବେଷ୍ଟିତ ବଡ଼ ବଡ଼ ଅଟ୍ଟାଳିକାରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ଏହି ବଣିକ ବେପାରୀମାନେ। ଏମାନଙ୍କ ବ୍ୟତୀତ ସହରମାନଙ୍କରେ ସାହୁକାର, ଦଲାଲ ବସବାସ କରୁଥିଲେ। ସାହୁକାରମାନେ ହେଲେ, ଦଲାଲମାନେ ହେଲେ ସହରରେ ବସବାସ କଲେ। ସାହୁକାରମାନେ ଅମିର ଓ ମାଲିକମାନଙ୍କୁ କର ଦେଇ ଲାଭବାନ ହେଉଥିଲେ ଓ ଦଲାଲମାନେ ବଣିକ ଓ ଗ୍ରାହକମାନଙ୍କ ମଧ୍ୟରେ ସଂଯୋଗ ରଖି ବିଜନେସ୍ କରି ଲାଭବାନ ହେଉଥିଲେ। ସହର ବନ୍ଦରମାନଙ୍କରେ କାରିଗର, ଦୋକାନୀ, ତାପରେ ବିକାଳି ମଧ୍ୟ ବସବାସ କରୁଥିଲେ। ତାପରେ ଆମେ ଦେଖିବା ଜାତି ପ୍ରଥା ସମ୍ପର୍କରେ। ସେ ସମ୍ପର୍କରେ ମଧ୍ୟ ଜାତି ପ୍ରଥା ରହିଥିଲା। ବର୍ତ୍ତମାନ ମଧ୍ୟ ଜାତି ପ୍ରଥା ରହିଛି, ମାତ୍ର ଟିକେ କମିଛି। ଭାରତୀୟ ସମାଜରେ ସାମାଜିକ ପ୍ରଭେଦ, ବିଭିନ୍ନତା ସୃଷ୍ଟିରେ ଜାତି ପ୍ରଥାର ବଳିଷ୍ଠ ଭୂମିକା ଦେଖିବାକୁ ମିଳେ। ତ ଭାରତୀୟ ସମାଜରେ ସମୟ ପ୍ରଭେଦ, ବିଭିନ୍ନତା ସୃଷ୍ଟିରେ ଜାତି ଭିନ୍ନତାରେ ଏକତା ଆମେ କହୁଛେ, କିନ୍ତୁ ଜାତି ପ୍ରଥା ରହିଯାଇଛି। ଶାସ୍ତ୍ର ଚତୁର୍ବର୍ଣ୍ଣ ସାମାଜିକ ବ୍ୟବସ୍ଥାକୁ ସ୍ୱୀକାର ଦେଇଥିଲା, କିନ୍ତୁ ଚତୁର୍ବର୍ଣ୍ଣ ମହାସୃଷ୍ଟ ଗୁଣକର୍ମ ବିଭାଗ ସବୁ ଯଦି ଦେଖିବା, ଗୁଣକର୍ମ ଅନୁସାରେ 4ଟି ବର୍ଣ୍ଣର ସୃଷ୍ଟି, କିନ୍ତୁ ଆମ ସମୟରେ ବଂଶାନୁକରଣ ହୋଇଯାଇଛି ତାହା। ପ୍ରକୃତିରେ ଗ୍ରାମ ସହରରେ ଜାତି ପ୍ରଥା ବଳବତ୍ତର ଥିଲା। ସେ ସମୟରେ ମଧ୍ୟ ଥିଲା, ବର୍ତ୍ତମାନ ମଧ୍ୟ ରହିଛି। ସୁଲତାନୀ ଶାସନ ବ୍ୟବସ୍ଥା ସ୍ଥାପନ ହେଲା ପରେ ଭାରତ ପୁରାତନ ଶାସନ ଶ୍ରେଣୀ ଓ ସେମାନଙ୍କର ବଂଶଧର ରାଣା, ରାୟ, ଗ୍ରାମୀଣ ସମ୍ଭ୍ରାନ୍ତ ଶ୍ରେଣୀ ହୋଇ ରହିଲେ। ଏମାନଙ୍କ ସହିତ ସୁଲତାନୀ ପ୍ରଶାସନମାନ ପ୍ରତ୍ୟକ୍ଷ ପରୋକ୍ଷ ସମ୍ପର୍କ ସହଯୋଗ ଥିଲା। ଶୂଦ୍ରମାନେ ପୂର୍ବ ପରି ଉଚ୍ଚ ଜାତିର ସେବା କର୍ମରେ ନିଯୁକ୍ତ ହେଲେ ଏବଂ ପଙ୍କ୍ତିରେ ବସି ଅନ୍ୟମାନଙ୍କ ସହ ଭୋଜନ କରିବାର ମଧ୍ୟ ତାଙ୍କର ଅଧିକାର ନଥିଲା। ସେମାନେ ପୁରାଣ ଶୁଣିବା ଅଧିକାର ପାଇଲେ, କିନ୍ତୁ ପାଠ ପଢ଼ିବାର ମଧ୍ୟ ସୁଯୋଗ ମିଳିଲା ନାହିଁ। ଚଣ୍ଡାଳ ଓ ଅନ୍ୟାନ୍ୟ ଅସ୍ପୃଶ୍ୟ ଜାତି ସମୟରେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ଥିଲେ। ଏମାନେ ନିଜର ସାମାଜିକ ଆର୍ଥିକ ସୁଯୋଗକୁ ଉନ୍ନତ କରିବା ପାଇଁ ଇସଲାମ ଧର୍ମ ସେମାନେ ଗ୍ରହଣ କଲେ। କିଛି ସୁବିଧା ସୁଯୋଗ ନ ମିଳିଲା ହିନ୍ଦୁରୁ, ତେଣୁ ସେମାନେ ଇସଲାମକୁ ଗଲେ। ତାପରେ ଲାଷ୍ଟ ହେଲା ନାରୀର ସ୍ଥିତି। ଯଦି ଏଥିରୁ ତୁମମାନଙ୍କ ନିଶ୍ଚିତ ପ୍ରଶ୍ନ ଆସୁଛି ନାରୀର ସ୍ଥିତି ସମ୍ପର୍କରେ, ତ ବୈଦିକ ଯୁଗରେ ଯେଭଳି ଭାବରେ ଆମେ ଦେଖିଥିଲେ ଉଚ୍ଚରେ ଥିଲା, ପରବର୍ତ୍ତୀ ବୈଦିକ ଯୁଗରେ ଆମେ ଦେଖିଥିଲେ ହ୍ରାସ ପାଇଲା, କିନ୍ତୁ ମୋଗଲ ଯୁଗରେ ମଧ୍ୟ କେତେକ ସମ୍ଭ୍ରାନ୍ତ ଶ୍ରେଣୀୟ ନାରୀମାନେ ସବୁ କ୍ଷେତ୍ରରେ ପୁରୁଷ ସହ ସମକକ୍ଷ ହୋଇପାରିଥିଲେ। ତ ନାରୀମାନେ ପୁରୁଷମାନଙ୍କ ତୁଳନାରେ ଗୌଣ ପରିଗଣିତ ହେଉଥିଲେ। ସାମାଜିକ ମର୍ଯ୍ୟାଦାରେ ସେମାନେ ପୁରୁଷମାନଙ୍କର ଅଧୀନରେ ରହୁଥିଲେ। ସେମାନେ ପୁରୁଷମାନଙ୍କର ପରେ ରହୁଥିଲେ। ସ୍ତ୍ରୀ କାମ ହେଲା କୁଳ ରକ୍ଷା ପାଇଁ ଗୋଟେ ପୁଅ ଜନ୍ମ ଦେବା। ପୁଅଟେ ଜନ୍ମ ସନ୍ତାନ କରିବା, ତା'ର କାମ ସରିଗଲା। ଝିଅକୁ ଖୁସିରେ ଗ୍ରହଣ କରୁନଥିଲେ, କେବଳ ପୁଅ ରହିଥିଲା। ପୁଅର ଗୋଟେ ଡିମାଣ୍ଡ ରହିଥିଲା। ବର୍ତ୍ତମାନ ମଧ୍ୟ ରହିଛି। ମହିଳାମାନଙ୍କର ସ୍ଥାନ ଅନ୍ତଃପୁର ବା ରନ୍ଧନଶାଳା ଥିଲା। ସେମାନେ କେବଳ ରୋଷେଇ ଘରରେ ତାଙ୍କର ଜୀବନକୁ ଅତିବାହିତ କରିବେ ଏବଂ ଅନ୍ତଃପୁରରେ ବାଲ୍ୟ ବିବାହ ପ୍ରଥା ପ୍ରଚଳନ ଥିଲା। ତ ଗୋଟେ
ଛୋଟ ପିଲାକୁ ବାହା କରାଯାଉଥିଲା ଏବଂ ବିଧବା ବିବାହ ନଥିଲା। ଯିଏ ବିଧବା ହେଲା ସେ ଆଉ ପୁନର୍ବାର ବିବାହ କରିପାରିବ ନାହିଁ। ଉଚ୍ଚ ରାଜପୁତ ଜାତିରେ ସତୀଦାହ ପ୍ରଥା, ଜୋହର ପ୍ରଥା ମଧ୍ୟ ଥିଲା। ଅର୍ଥାତ୍ ଯଦି ତା ସ୍ୱାମୀ ମରିଯାଉଛି ସେ ସତୀ ଦାହ କରିବ। ସେ ଯଦି ସତୀ ହେଇଗଲା ତାହେଲେ ସେ ଦାହ କରିବ ଏବଂ ଜୋହର ପ୍ରଥା ମଧ୍ୟ ରହିଥିଲା। ନାରୀ ଶିକ୍ଷା ସୀମିତ ଥିଲା। ସର୍ବସାଧାରଣ ମହିଳାଙ୍କ ଶିକ୍ଷା ବ୍ୟବସ୍ଥା ନଥିଲା। ସମସ୍ତଙ୍କର ଶିକ୍ଷା ନଥିଲା। କେବଳ ହିନ୍ଦୁ ତଥା ମୁସଲମାନ ନାରୀମାନେ ଶିକ୍ଷା କ୍ଷେତ୍ରରେ ସମାନ ସ୍ତରରେ ଥିଲେ। ଉଚ୍ଚ ଶ୍ରେଣୀର ମହିଳାମାନଙ୍କ ଯଦି କହିବା ତୁମମାନଙ୍କର ଏଠାରୁ ପ୍ରଶ୍ନ ଆସୁଛି ରୂପମତୀ, ପଦ୍ମାବତୀ, ସୁଲତାନା, ରେଜିଆ ଶିକ୍ଷା ଓ ଏ ସମ୍ପର୍କରେ ତୁମେ ଲେଖିବ ତଥା ଯୋଗ୍ୟତା କ୍ଷେତ୍ରରେ ପୁରୁଷ ସହିତ ସେମାନେ ସମକକ୍ଷ ଥିଲେ। ନାରୀମାନଙ୍କ ପରିବାରର ସ୍ଥାବର ସମ୍ପତ୍ତି ଉପରେ ଅଧିକାର ନଥିଲା, କିନ୍ତୁ ପୁତ୍ର ନାବାଳକ ଥିଲେ ସମ୍ପତ୍ତିର ପରିଚାଳନା କରୁଥିଲେ ନାରୀମାନେ। ତାପରେ ପରଦା ପ୍ରଥା ହିନ୍ଦୁ ତଥା ମୁସଲମାନମାନଙ୍କ ମହିଳା ମଧ୍ୟରେ ପ୍ରଚଳିତ ଥିଲା। ସୁଲତାନ ଶାସନ କାଳରେ ପରଦା ପ୍ରଥା ଆନୁଷ୍ଠାନିକ ହୋଇଥିଲା। ତ ସେ ସମୟରେ ପରଦା ପ୍ରଥା ପ୍ରଚଳିତ ଥିଲା। ସୁଲତାନ ଶାସନ ସମୟରେ ତାହା ଆନୁଷ୍ଠାନିକ ହୋଇଥିଲା। ସୁଲତାନ ବର୍ତ୍ତମାନ ମଧ୍ୟ ତୁମମାନେ ଦେଖିଥିବ ମୁସଲିମ କମ୍ୟୁନିଟିରେ ବର୍ତ୍ତମାନ ମଧ୍ୟ ପରଦା ପ୍ରଥା ପ୍ରଚଳିତ ଅଛି। ମୁସଲାମ ଆମ ହିନ୍ଦୁରେ ବୋଧ ଅଛି ସେତେ ପରିମାଣରେ ନାହିଁ। ବର୍ତ୍ତମାନ ମୁସଲମାନ ତଥା ହିନ୍ଦୁ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାଙ୍କ ପାଇଁ ପରଦା ପ୍ରଥା ବିଶେଷ ସୁବିଧାର ରୂପ ନେଲା ଏବଂ ଅନ୍ତଃପୁର ହାରେମରେ ମହିଳାମାନେ ରହିଥିଲେ। ବାହାରକୁ ଆସିଲେ ହିନ୍ଦୁମାନେ ମୁସଲମାନମାନେ ଓଢ଼ଣା ଓ ମୁସଲମାନମାନେ ବୁର୍ଖା ପିନ୍ଧୁଥିଲେ। ଏହା ଥିଲା ତୁମମାନଙ୍କ ସର୍ଟ ସମରି। ତାପରେ ଆମେ କ୍ୱେଶ୍ଚନ୍ ଆନ୍ସର୍ ଟିକେ ଦେଖିଦେବା। ଇସଲାମ ଧର୍ମ ଧାରଣରେ ସମଗ୍ର ମୁସଲମାନ ଜଗତର ମୁଖ୍ୟ କିଏ ଥିଲେ? ଖଲିଫା ଥିଲେ। ସାରିଆତ ମାନେ କ'ଣ ନା ଇସଲାମ ଧର୍ମର ନୀତି ନିୟମ। ଭାରତରେ ମୁସଲମାନ ଶାସନ କେବେଠାରୁ ଆରମ୍ଭ ହେଲା ନା 1206 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା। ସୁଲତାନି ଶାସନ କାଳରେ ରାଜ୍ୟପାଳକୁ କ'ଣ ବୋଲି କୁହାଯାଉଥିଲା? ମୁଫତି ବୋଲି କୁହାଯାଉଥିଲା ରାଜ୍ୟପାଳମାନଙ୍କୁ। ସୁଲତାନ ଇଲତୁତମିଶଙ୍କ ମୃତ୍ୟୁ ପରେ କେଉଁ ମହିଳା ଦିଲ୍ଲୀ ସିଂହାସନ ଅଧିକାର କରିଥିଲେ? ନା ରେଜିଆ। ଦ୍ୱିତୀୟ ତିରୋରୀ ଯୁଦ୍ଧ ମହମ୍ମଦ ଘୋରୀକୁ ଡେକ୍ସ ପରାସ୍ତ କଲେ। ପୃଥ୍ୱୀରାଜକୁ ପରାସ୍ତ କରିଥିଲେ କିଏ? ମହମ୍ମଦ ଘୋରୀ। ମହମ୍ମଦ ଘୋରୀ ଡେକ୍ସକୁ ଦିଲ୍ଲୀର ଶାସନ ବାହାର ଆରମ୍ଭ କରିଥିଲେ ନା କୁତବୁଦ୍ଦିନ ଆଇବକ, ଯିଏକି ତାଙ୍କର ସେନାଧ୍ୟକ୍ଷ ଥିଲେ, ଦାସ ଥିଲେ ସେ ଜଣେ। 662 ଖ୍ରୀଷ୍ଟାବ୍ଦରେ ଖଲିଫା ପଦ ଓ ଅନୁଷ୍ଠାନିକ ଆରମ୍ଭ ହେଲା ପ୍ରଫେଟ ମହମ୍ମଦଙ୍କ ମୃତ୍ୟୁ ପରେ। ଇସଲାମ ଧର୍ମଶାସ୍ତ୍ରଜ୍ଞମାନେ ଉଲେମା ଭାବରେ ପରିଚିତ ଥିଲେ। ଡେକ୍ସ ତୁର୍କାନୀ ଚିହିଲଗାନି ସୃଷ୍ଟି କରିଥିଲା। ଇଲତୁତମିଶ ଗୋଟେ 40ଟି ସୈନ୍ୟକୁ ନେଇ ଗଠିତ ହୋଇଥିଲା ତୁର୍କାନୀ ଚିହିଲଗାନି। କେଉଁ ଖ୍ରୀଷ୍ଟାବ୍ଦରେ ମହମ୍ମଦ ଘୋରୀ ପୃଥ୍ୱୀରାଜ ଚୌହାନଙ୍କୁ କେଉଁ ଯୁଦ୍ଧରେ ପରାସ୍ତ କରିଥିଲେ? ନା ତିରୋରୀ ଯୁଦ୍ଧରେ 1192ରେ ପରାସ୍ତ କରିଥିଲେ। 712ରେ ମହମ୍ମଦ ବିନ୍ କାସିମ ଆରବରୁ ଭାରତକୁ ଆସିଲେ। ସେ କାହାକୁ ପରାସ୍ତ କରିଥିଲେ? ଦାହିରକୁ ପରାସ୍ତ କରିଥିଲେ। ଦିଲ୍ଲୀରେ ସୁଲତାନି ଶାସନ କେଉଁ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା? ନା 1206ରେ କୁତବୁଦ୍ଦିନ ଆଇବକ ଆରମ୍ଭ କରିଥିଲେ। ଦିଲ୍ଲୀ ସୁଲତାନି ଧର୍ମ କାହାଠାରୁ ସ୍ୱୀକୃତି ପାଉଥିଲା? ଖଲିଫା ବା ଉଲେମା ଓ ଖଲିଫା କହିପାରିବା ଆମେ। ଖଲିଫା ବ୍ୟବସ୍ଥାର ମୂଳ କେନ୍ଦ୍ର କେଉଁ ଅଞ୍ଚଳ ଥିଲା? ବାଗଦାଦ ଅଞ୍ଚଳ ଥିଲା ମୂଳ କେନ୍ଦ୍ର। ସୁଲତାନି ଶାସନ ବ୍ୟବସ୍ଥା ପୂର୍ବରୁ ଭାରତରେ କି ପ୍ରକାର ରାଜତନ୍ତ୍ର ଥିଲା? ବହୁ କେନ୍ଦ୍ରୀୟ ଥିଲା। ସୁଲତାନି ଶାସନ ବ୍ୟବସ୍ଥାରେ ସମାଜରେ ଏକତାର ମୁଖ୍ୟ କ'ଣ କୁହାଯାଉଥିଲା? ନାଏବ, ୱାଲି, ମୁଫତି, ଅମିନ ବୋଲି କୁହାଯାଉଥିଲା। ବାକି ସବୁ ତୁମେମାନେ କରିପାରିବ ଇଜିଲି। ମୁଁ ଆଶା କରୁଛି ସୁଲତାନି ଶାସନ ସବୁ ରାଷ୍ଟ୍ର ସ୍ୱରୂପ ଏବଂ ସମୟର ଉପରେ 2ଟି ଲଙ୍ଗ କ୍ୱେଶ୍ଚିନ୍ ନିଶ୍ଚିତ ଭାବରେ ତୁମମାନଙ୍କର ଆସିବାର ସମ୍ଭାବନା ରହିଛି। ପୁଣି ଦେଖାବା ଆଉ ଗୋଟେ ଭିଡ଼ିଓ ସହ। ରହିଲି ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ। ଥ୍ୟାଙ୍କ ୟୁ।